ଚାଲିଛି ଇଂରାଜୀ ନବବର୍ଷର ସମୟ। ଖୋର୍ଦ୍ଧାର ଅଧିଷ୍ଠାତ୍ରୀ ଦେବୀ ମା ବରୁଣେଇ କରୁଣୀଙ୍କ ପୀଠରେ ଝର ଆଉ ତଳକୁ ଝରୁନାହିଁ। ମୁଣ୍ଡିଆ ଉପରୁ ଆସୁଥିବା ଝରଣା ପାଣି ଅଧାରେ ଅଟକି ଯାଉଛି। ଏହି ପରିବର୍ତ୍ତନ ପରିବେଶ ଜନିତ ନୁହେଁ କିମ୍ବା ଋତୁ ପରିବର୍ତ୍ତନ ଜନିତ ନୁହେଁ। ପାହାଡ଼ ଉପରୁ ତଳକୁ ପାଣି ଗଡ଼ି ଆସୁଥିବା ପାଇଁ ଯେଉଁ ସିମେଣ୍ଟ ନାଳ ତିଆରି ହୋଇଛି ତାହା ମଝିରୁ ଫାଟି ଯାଇଛି। ପାଣି ସବୁ ସେଠାରୁ ଭୂତଳକୁ ଚାଲି ଯାଉଥିବାରୁ ତଳ ଯାଏ ପାଣି ଆସିପାରୁନାହିଁ। 2 ବସ୍ତା ସିମେଣ୍ଟରେ ଏହି ଫଟା କାମ କରାଯାଇପାରନ୍ତା। ଅବହେଳା କାରଣରୁ ଏହାର ମରାମତି କାମ ହୋଇପାରୁନାହିଁ। ଏହି ଶୁଖିଲା ଝରଣା ଦ୍ୱାରା ବରୁଣେଇ ପାହାଡ଼ର ସୌନ୍ଦର୍ଯ୍ୟ ପ୍ରଭାବିତ ହେଉଛି। ସୂଚନା ମୁତାବକ ଶତାଧିକ ବର୍ଷ ପୁରାତନ ମା ବରୁଣେଇଙ୍କର ସୌନ୍ଦର୍ଯ୍ୟ ହେଲା ସେଠାରେ ଥିବା ଘଞ୍ଚ ସବୁଜ ବନାଳୀ ଓ ପାହାଡ଼ରୁ ଝରି ଆସୁଥିବା 2 ଛୋଟ ଛୋଟ ଝରଣା। ସେଥିରୁ ଗୋଟିଏ ଝର ମା ବରୁଣେଇଙ୍କ ନାଭିରୁ ବାହାରୁଥିବା ବେଳେ ଅନ୍ୟଟି ମନ୍ଦିର ଉପରକୁ ଗଡ଼ି ଆସୁଛି। ଦିନ ରାତି ଖରା ଅବା ବର୍ଷା ଯେତେବେଳେ ବି ଦେଖିବ ମାଙ୍କ ନାଭିରୁ ବାହାରୁଥିବା ଝର ଚିରସ୍ରୋତା ଅଟେ। ମନ୍ଦିର ଉପରୁ ଆସୁଥିବା ଝରଣା ବି ଚିରସ୍ରୋତା ଅଟେ। ପାହାଡ଼ ମଧ୍ୟଭାଗରୁ ପାଣି ଝରୁଥିବା ଦୃଶ୍ୟ ବରୁଣେଇଙ୍କ ପୀଠର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ମାଙ୍କୁ ଦର୍ଶନ କରିବା ସହିତ ପାହାଡ଼ରୁ ଝରି ଆସୁଥିବା ଏହି ଝରଣା ଦର୍ଶକଙ୍କର ଅନ୍ୟତମ ଆକର୍ଷଣ ସାଜିଥାଏ। ସେଥିପାଇଁ ପ୍ରଶାସନ ପକ୍ଷରୁ ଝରଣାକୁ ଏକ ବ୍ୟବସ୍ଥିତ କରାଯାଇଥିଲା। ଝରଣାର ପାଣିକୁ ସିଧା ଗଡ଼ାଇ ଆଣିବା ପାଇଁ ପାଣି ତଳେ କଂକ୍ରିଟ ଢାଲୁ ତିଆରି କରିଥିଲେ, କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କିଛି ମାସ ହେଲା ଏହି ଢାଲୁ ମଝିରୁ ଫାଟିଗଲାଣି। ଫଳରେ ପାଣି ତଳକୁ ଆସିବା ପରିବର୍ତ୍ତେ ମଝିରେ ଅଟକି ଯାଉଛି। ମନ୍ଦିର ପୂଜକ କହୁଛନ୍ତି ଅଳ୍ପ କିଛି ସିମେଣ୍ଟ ଦେଇ ତାହାକୁ ମରାମତି କରିଦେବା ପାଇଁ ମନ୍ଦିର ଉନ୍ନୟନ କାମ ଦାୟିତ୍ୱରେ ରହିଥିବା ଠିକାଦାରଙ୍କୁ ବାରମ୍ବାର କୁହାଯାଉଛି, କିନ୍ତୁ ସେ କର୍ଣ୍ଣପାତ କରୁନାହାନ୍ତି। କେବଳ ସେତିକି ନୁହେଁ, ଝରଣାର ପାଣି ଜମା ହେଉଥିବା କୁଣ୍ଡର ଉପର ଛାତ ବି ଭାଙ୍ଗି ନଷ୍ଟ ହୋଇଗଲାଣି। ତାହା ପ୍ରତି ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରୁ ନୂଆ ବର୍ଷରେ ଆସୁଥିବା ପର୍ଯ୍ୟଟକ ଏ ଦୃଶ୍ୟ ଦେଖିଲେ ତାଙ୍କ ମନରେ ନିଶ୍ଚିତ ଭାବରେ କ୍ଷୋଭ ପ୍ରକାଶ ପାଇବ। ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଖୋର୍ଦ୍ଧାରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ ରିପୋର୍ଟ।